केन्दुझर जिला सदर थाना सुआकाटी फांडी अंतर्गत बाया पंडादर गाँव में बड़ धरणर डकायत। गाँवर संग्राम केशरी नायक घरे बसी 8 जन मुखापिदा बंदूकधारी डकायत प्रथम ब्लैंक फायरिंग करी घरर समस्त सदस्य गोटे घरे पसाई लुटपाट आरंभ करते। 6 लाख ऊर्ध्व नगद टंका और 11 लाख ऊर्ध्व टंकार सुना गहना लुटि नहीं दुर्बृत्त। समान ढंगर गोटे दिन पूर्व खिरेई टांगीर गाँवर व्यवसायी घर होता 10 लाख ऊर्ध्व टंका लुट। खबर पाई घटनास्थल में पुलिस पहुंची तदंत आरंभ कर घर मालिकों कहवा अनुसार राति प्राय 10:30 मिनिट्रे दुर्घटना होइछि कही पानी मागिथिले दुर्बृत्त। तापर 8 जन लोक घरे पसी बंदूकरू ब्लैंक फायरिंग करी समस्त सदस्य को गोटे घरे पुराई सबु किछि लुटि नैथिले। राति प्राय 10:30 रे संग्राम बहु कष्ट बंद घरु बाहरी पुलिस को जोगाजोग करथिले। এটা কালি 10:20-30 ରେ ଆପଣଙ୍କର ଆସିଲେ ସେପଟୁ ସାମ୍ନା ପଟୁ ଆସିଲେ ଭାଇ ଦୋକାନ ବନ୍ଦ କରିକି ଆସିଲା ଆମେ ଖାଉଥିଲୁ ଭିତରେ ବସି ଖାଇଲା ଭିତରେ ଆପଣ ଡାକିଲେ ଭାଇଙ୍କ ନାଁ ଧରି ଡାକିଲେ ସିଲେଇ ପାଣି ଦିଅ ଗୋଟେ ବାଇକରେ ଘଟଗାଁ ଯାଇଥିଲୁ ପଡ଼ିଗଲୁ ପ୍ରଥମ କହିଲେ ମାନେ ସେପଟେ ତଳୁ ଗଲି ଆସ ଏପଟେ ଦେଉଛି ତାର ଆପଣ ଦେଖୁଛନ୍ତି ଏଇ ଯେଉଁ ଇଏ ପାଖରେ ଖୋଲିଲା ଭିତରେ ତା ପାଣି ପୁତୁରା ଆଣିକି ଦେଲା ଭିତରେ ସେମାନେ ସବୁ 4-5 ଆଗେ ଡୋରଟାକୁ ଇଏ କରିଦେଲେ। ମୋତେ ଟିକେ ଡାଉଟ୍ ଲାଗିଲା ତାଙ୍କୁ ଉଠେଇଲା ଭିତରେ ଜଣେ ଖସି ପଡ଼ିଲା ସେତେବେଳେ ଖସିଲା ଭିତରେ ସାଙ୍ଗେ ସାଙ୍ଗେ ବନ୍ଧୁ କାଢ଼ିକି ଦି ଜଣ ଦେଖେଇଲା ଭିତରେ ସେଇଠି ଜଣେ ଠିଆ ହେଇଥିଲା ଆଜ୍ଞା ସେ ମିସ୍ ଫାୟାରିଂ ଉପରକୁ କଲା ଆଜ୍ଞା ତାର ଆମକୁ ଭିତରକୁ ପୁରା ବନ୍ଧୁ ଲଗେଇକି ମୁଣ୍ଡରେ ଭିତରକୁ ନେଇଗଲା ସମସ୍ତଙ୍କୁ ରୋଷେଇ ଘରକୁ ଆଜ୍ଞା ସେଠି ବସ କହିକି ପୁରା ହିନ୍ଦୀରେ କଥାବାର୍ତ୍ତା ହେଉଥାନ୍ତି। ତାପରେ ସବୁ ଆଣିଥିଲି ମୁଁ 8 ଜଣ ଦେଖିଛି ଆଜ୍ଞା 8 ଜଣ ଉପର ତଳ ହେଇକି ସବୁ ପଳେଇଲା ମୁଁ ଛାଡ଼ିଲେନି ଭିତରକୁ ତା ଉପରେ ସବୁ କରିକି ମିନିମମ୍ 30-40 ମିନିଟ୍ ଭିତରେ ଯାଇକି ଆପଣଙ୍କର ବାହାରିଲେ ପୁଣି ବାହାରିକି ପୁଣି ଆଉ ଗୋଟେ ଘରରେ ଆମକୁ ଭିତରୁ ପୁରେଇକି ବାହାର ପଟୁ କବାଟ ମାରିଦେଲା ଏପଟ କବାଟ ସେପଟ କବାଟ ସବୁ ଆଜ୍ଞା। କାଲି ଏଇ ପୁଅ ବଡ଼ ପୁଅ ଦୋକାନ କରିଥିଲା, ସାନ ପୁଅ ଯାଇଥିଲା କୋଉଠିକି ଆସିକି ତାକୁ ଟିକେ ଥକା ଲାଗିଛି ଶୋଇଥିଲା। ଆଉ ଆମର ରୋଷେଇ ସରିଲା ପରେ ଡାକିଲେ ଛୁଆ ଯାଇକି ଖାଇବା ଲାଗେ ସାନ ପୁଅ ଆସିଲା, ବଡ଼ ପୁଅ କିଛି ସମୟ ପରେ ଆସିଲା ଯେ ସମସ୍ତେ ଆମେ ଖାଉ ସାଙ୍ଗ ହେଇକି ଆଉ ଧରିକି ପ୍ଲେଟ୍ ବସିଛୁ। ସେଇ ଟାଇମ୍ରେ 4-5 ଜଣ କେତେ କି 3 ଜଣ କେତେ ଆସିଲେ ଗୋଟେ ଅଳ୍ପ ହାଇଟ୍ର ପିଲାଟେ ଧରିକି କହିଲେ ଏମିତି ଆକ୍ସିଡେଣ୍ଟ ହେଇଗଲା ସିଲୁ ଭାଇ ଆଉ ପାଣି ଟିକେ ଦିଅ ମରିଯିବ ଲୋକଟା। ସେଠୁ ଚଢ଼ି ଯାଉଥିଲି ପଟିକକୁ ସେଠି ଜଗନ କହିଲା କାହିଁକି ପଟିକକୁ ସେବାଟେ ଯାଉଛ କାହିଁକି ପାଣି ନେବ ଯଦି ତଳକୁ ଆସ। ସେଠୁ ତଳକୁ ଆସିବେ କଣ ଯାଇକି ସିଧା ଏଇ ପାଛରେ ଶୋଇଦେଲେ ପିଲାଟାକୁ ଆଉ ଏପଟ ସେପଟ କି ଦି ସାଇଡ଼ରେ 2 ଜଣ ଛିଡ଼ା ହେଲେ। ସେଠୁ ଜଗନ ଟିକେ କହିଲା କ'ଣ ପାଇଁ ଘର ଭିତରକୁ ଚଢ଼ି ଆସୁଛ ଆଉ ସେଠୁ ସିଏ କ'ଣ କଲା ନା ଇଏ କରି ଧକ୍କା ମାରିଲା ଭଳିଆ ଭିତରକୁ ପଶି ଯାଇକି ଜଗନକୁ ଦେଖେଇଦେଲା ବନ୍ଧୁକ। केन्दुझरु मनोज घेसिंग रिपोर्ट खबर ओडिशा।